प्रणाम। सप्रेम जय जीव दिव्यात्मन। श्रोता वक्ता जे पचारि ये तिनिए जामती तरी। हाँ आज्ञा, ए होउछन्ति आपणकर भागवतंकर महत्वपूर्ण वाणी आज्ञा। ଏହା ନିଶ୍ଚିତ ରୂପରେ ଆଜ୍ଞା ସତ, କିନ୍ତୁ ଆପଣ କେବେ ବିଚାର କରିଛନ୍ତି କିଭଳି ଭାବରେ ଏକ ଆଶ୍ଚର୍ଯ୍ୟଜନକ କଥା କୁହାଯାଇଛି ଯେ କି ଶ୍ରୋତା ବକ୍ତା ଯେ ପଚାରି ଇଏ ତିନିଏ ଯାଆନ୍ତି ତରି। ଏ ହେଉଛନ୍ତି ଭାଗବତଙ୍କର ମହିମା। ଏ ହେଉଛନ୍ତି ପ୍ରକୃତ ଈଶ୍ୱର ତତ୍ଵର ମହିମା। ଏ ହେଉଛନ୍ତି ପ୍ରକୃତ ଆପଣଙ୍କର ତତ୍ଵ ଜ୍ଞାନର ଉପାଦେୟତା ବା ତତ୍ଵ ଜ୍ଞାନର ଆପଣଙ୍କର ଉପକାରିତା। ତେଣୁ ଭାଗବତ ଯେଉଁ କଥା କହିଛନ୍ତି ଯେ ପ୍ରକୃତରେ ଯେଉଁଠି ତତ୍ଵତ ଭାବରେ ଭାଗବତଙ୍କର ଚର୍ଚ୍ଚା ଚାଲିଥାଏ ବା ସେଇ ଈଶ୍ୱର ତତ୍ଵଙ୍କର ବ୍ରହ୍ମଙ୍କର ଆତ୍ମାଙ୍କର ଆଲୋଚନା ଚାଲିଥାଏ, ସେହି ପରିବେଶରେ ସେହି ପରିସ୍ଥିତିରେ ଯେଉଁମାନେ ସାମିଲ ଥାନ୍ତି ପ୍ରାୟତଃ ଏହି ତିନି ଶ୍ରେଣୀର, ସେଠି ଜଣେ କହୁଥିବ ଅର୍ଥାତ୍ ବକ୍ତା ଥିବେ ବା ଗୁରୁ ଥିବେ, ଗୁରୁର ଆସନରେ ସିଏ ଥିବେ, ଉପଦେଶକ ଆସନରେ ସିଏ ଥିବେ ଏବଂ ଜଣେ ଶୁଣୁଥିବେ, କିଛି ଲୋକ ଶୁଣୁଥିବେ ବା ଶ୍ରୋତା ମଣ୍ଡଳୀ ବା ଦର୍ଶକ ମଣ୍ଡଳୀ ସ୍ଥାନରେ ଥିବେ ଏବଂ ସେହି ଦର୍ଶକ ମାନଙ୍କ ମଧ୍ୟରୁ କିଛି ଆପଣଙ୍କର ଜିଜ୍ଞାସୁ ଥିବେ, ଯାହାଙ୍କର ମନରେ ଗୋଟିଏ ସନ୍ଦେହ ଜାତ ହୁଏ ବା ଉତ୍କଣ୍ଠା ଜାତ ହୁଏ ବା ଆପଣଙ୍କର ଗୋଟିଏ ଇଚ୍ଛୁକତା ଜାତ ହୁଏ, ଆପଣଙ୍କର ଦ୍ୱନ୍ଦ୍ୱ ସୃଷ୍ଟି ହୁଏ, ଯାହାଫଳରେ ସିଏ ପଚାରନ୍ତି ବା ତାହାକୁ ଆମେ ଜିଜ୍ଞାସୁ ଶ୍ରେଣୀରେ ନେଇପାରିବା। ତେଣୁ ତିନୋଟି ଯେଉଁ ଶ୍ରେଣୀ ଅଛି, ବକ୍ତା, ଶ୍ରୋତା ଏବଂ ଯେ ପଚାରନ୍ତି, ଅର୍ଥାତ୍ ଯାହା ଭିତରେ ଜାଣିବାର ଇଚ୍ଛା ବା ଜିଜ୍ଞାସା ସୃଷ୍ଟି ହୁଏ ବା ସନ୍ଦେହ ମୋଚନ କରିବାକୁ ଯିଏ ଚାହାନ୍ତି, ଯାହାଙ୍କ ମନରେ କିଛି ସନ୍ଦେହ ରହିଯାଏ, ଏ ତିନି ଶ୍ରେଣୀର ବ୍ୟକ୍ତିତ୍ୱ ବା ବ୍ୟକ୍ତି ବା ଲୋକମାନେ ସେ ଭଗବତ ଚର୍ଚ୍ଚାରେ ତରି ଯାଆନ୍ତି। ତେଣୁ ଶ୍ରୋତା ବକ୍ତା ଯେ ପଚାରି ଏ ତିନିଏ ଯାଆନ୍ତି ତରି, ଅର୍ଥାତ୍ ମୁକ୍ତି ଲାଭ କରନ୍ତି। ପ୍ରକୃତରେ ଯେଉଁ ତରିବା କଥା ଏଠି କୁହାଯାଇଛି ତାହାର ଅର୍ଥ ମୁକ୍ତି। ମୁକ୍ତିର ଅର୍ଥ ଆଜ୍ଞା ଆପଣ ଭାବିବେନି ଯେ ଜନ୍ମ ମୃତ୍ୟୁରୁ ଆମେ ଉର୍ଦ୍ଧ୍ୱକୁ ଉଠିଯିବା। ବାସ୍ତବରେ ଯେଉଁ ମୁକ୍ତିର ସ୍ୱରୂପକୁ ବୁଝିବା, ବନ୍ଧନ ଯଦି ଆମେ ବୁଝିଗଲେ ତାହେଲେ ମୁକ୍ତି ବୁଝିବା ପାଇଁ କଷ୍ଟ ହେବ ନାହିଁ। କାରଣ ମୁକ୍ତି ବୋଲି କିଛି ଜିନିଷ ଆଜ୍ଞା ନାହିଁ, କାରଣ ବନ୍ଧନର ଅଭାବ ହିଁ ମୁକ୍ତି। ଯେମିତି ଆପଣ କହିବେ ଆଲୋକ କ'ଣ ବା ଅନ୍ଧାର କ'ଣ, ନା ଆଲୋକର ଅଭାବ ହିଁ ଅନ୍ଧାର। ଠିକ୍ ସେଇଭଳି ଭାବରେ ଆପଣଙ୍କ ଯେଉଁ ସତ୍ୟ ହେଉଛି, ସତ୍ୟକୁ ଆପଣ ଖୋଜି ପାଇବେନି। ଯେଉଁଠି ମିଥ୍ୟା ନାହିଁ ତାହା ହିଁ ସତ୍ୟ। ଏହିଭଳି ଭାବରେ ଆମେ ଅନୁଧ୍ୟାନ କଲେ, ତେଣୁ ମୁକ୍ତି ଅର୍ଥ ଯେଉଁଠି ବନ୍ଧନ ନାହିଁ, ଯେଉଁଠି ବନ୍ଧନ ନାହିଁ ଅର୍ଥାତ୍ ଦୁଃଖ ନାହିଁ, ଯେଉଁଠି ପରବଶତା ନାହିଁ, ଯେଉଁଠି ଆପଣଙ୍କର ଅନ୍ୟ ଉପରେ ନିର୍ଭରଶୀଳତା ନାହିଁ, ତାହା ହିଁ ମୁକ୍ତି, ତାହା ହିଁ ବନ୍ଧନ ଶୂନ୍ୟତା। ତେଣୁ ଶ୍ରୋତା ବକ୍ତା ଯେ ପଚାରି ଏ ତିନିଏ ଯାଆନ୍ତି ତରି, ଅର୍ଥାତ୍ ଯିଏ ଉପଦେଶ ଦେଉଛନ୍ତି, ଗୁରୁ ଆସନ ଅଛନ୍ତି, ପ୍ରବଚକ ବା ଆପଣଙ୍କର ଶ୍ରୋତା ମଣ୍ଡଳୀ ଅଛନ୍ତି, ଯେଉଁମାନେ ଶୁଣୁଛନ୍ତି ନିରଦ୍ରଷ୍ଟା ହେଇକି, ଏବଂ ତୃତୀୟ ଆପଣଙ୍କର ଯେଉଁ ଅଛନ୍ତି ପ୍ରଜାଭୂତ କରିଛେ, ଯେ କି ପଚାରୁଛନ୍ତି ପ୍ରଶ୍ନ, ତାକୁ ଆପଣଙ୍କର ପଚାରୁଛନ୍ତି ଜିଜ୍ଞାସୁ। ତେଣୁ ଏ ତିନିଏ ଯାକ ତରି ଯାଆନ୍ତି ଅର୍ଥାତ୍ ମୁକ୍ତି ଲାଭ କରନ୍ତି। ବାସ୍ତବରେ ଇଏ କିଭଳି ଭାବରେ ଗୋଟିଏ ଅତି ଆଶ୍ଚର୍ଯ୍ୟଜନକ କଥା କୁହାଯାଇଛି ଆଜ୍ଞା। କାରଣ ଏମିତି ଅନେକ ଲୋକ ଥିବେ ଆଜ୍ଞା, ସେ ଗୀତା ଭାଗବତ ପଢ଼ି ପଢ଼ି କିଛି ବୁଝିପାରନ୍ତି ନାହିଁ,
कथार नहीं आज्ञा जेते कहले भागवत तोष नहिला मोर चित्त। तेणु भागवत जेते कहले भी शुणिले भी मोर संतोष लाभ होनी, मो चित्त स्थिर होनी, मन स्थिर होनी, मु संतुष्टता लाभ करूनी, मोर इंद्रिय संयम होनी बा मु मुक्ति लाभ करि पारुनी। से भली भाव में प्रकृत भाव में जदि आम तत्व तो न बुझिबा ताहले जिते भागवत पढ़िबा गीता पढ़िले भी आम्भ मानकर सेई चिर माने आपण चाहूथिबा मुक्ति बा आनंद पाई परिबा नाही। तेणु जोंटि भगवत चर्चा होथिबो जे करुथिबे से जदि प्रकृत रे स्वरूपस्थ थिबे, प्रकृत तत्व ज्ञान जानी थिबे, तत्व जानिले तुटे भ्रांति भवसागर तरी जामती, प्रकृत से तत्वज्ञ व्यक्ति होइथिबे एवं श्रोता मंडली भी जदि ठीक भाव रे श्रवण करुथिबे, श्रवणर कला से माने जानिथिबे, ताहले निश्चित रूप रे ए दुईटी तरिबे एवं जी पचारिबो जा भितरे टिके संदेह जात हुए, जहाँकर श्रद्धा एते अधिक नुहे, जहाँ भितरे भेद ज्ञान सृष्टि हो जाए, गोटे आपणकर कन्फ्यूजन बा द्वंद्व सृष्टि हो जाए, संदेह जात हो जाए, सी मध्य पचारिकी तार समाधान करिकी सी मध्य से मुक्ति तत्व को से आनंद सत्ता को उपलब्धि करि परिबे बा निजे अनुभव करि परिबे। तेणु श्रोता बक्ता जे पचारि ए तीनिए जानती तरी। तेणु मनुष्य जीवन में जो नित्य नैमित जीवन में आम बा दैनंदिन जीवन जो दुख जातना पाउछे बा प्रति मुहूर्त रे द्वंद्व सृष्टि होउछि, एटा सत्य ना एटा मिछ, एटा भलो ना एटा खराब बा विभिन्न प्रकार भावना सब आसुछि आम मन मस्तिष्क रे, जो अनावना भावना आसुछि जहाँ फल कि नाही नथिबा आमे मानसिक जंत्रणा रे रहुछे एवं से मुक्ति पाइबा पई किछि व्यक्ति आपणकर निशा द्रव्य शिकार हुंती, निशा द्रव्य को बा निशा को आदरी निहंती किछि क्षण पाई आपणकर सेई चिंतारू बा सेई द्वंद्वरू मुक्ति पाइबा पई। तेणु वास्तव में मनीष मरिबा को चाहे नहीं, सी चिंता मुक्त होगा चाहे, किंतु प्राकृतिक भाव में जन्मर जुई आम्भमानंकर अनिच्छा सत्वे मन मस्तिष्क अगणित असंख्य भावना आमर अनिच्छा सत्वे भी बा आपणकर मन इच्छा प्रवेश करुଥାଏ। से चिंतारू आमे केबे आमे दूरे जाई पारुना जेते चेष्टा कले भी। तो यही भाव में मानसिक दुश्चिंता विभिन्न प्रकार सांसारिक जो दायित्वबोध अच्छी एभली भाव में से चक्र रे बा सेई आपणकर आवर्त भितर आमे बंदी हो जाऊ, छंदी हो जाऊ, जहाँ फल किछि किछि व्यक्ति आपणकर सेई समस्यार समाधान न करि पारी निजर जीवन को जीवन दीप को लिभाई चेष्टा करती बा केतक आत्महत्या करती, आउ केतक सारा जीवन पाई निशारे बुड़ी जाती। ताहले एठी गोटे प्रश्न आसे आज्ञा, आहार को कौनसी समाधान नहीं? मनीष को बिना निशारे बिना आत्महत्या रे मुक्ति पाई परिबो नाही। तेणु ये भागवत आपण को सूत्र देइछंती, प्रकृत रे जोटि भगवत चर्चा हुए, प्रकृत तत्व ज्ञान चर्चा हुए, ब्रह्म ज्ञान चर्चा हुए, सेठी जदि आमे सम्मिलित हवा शामिल हवा से चर्चा रे एवं जदि शुणिबार कला थिबो, गोटे उपयुक्त श्रोतार मन नहीं कि आमे सेठी उपस्थित थिबा, निश्चित रूप से आमे से मुक्तिर बा से स्वाधीनतार आत्मनिर्भरशीलतार आनंद आमे उठै परिबा। कारण शुणिबा र कला जदि आमको मालूम नथिबो ताहले सेई चर्चाटी मुक्तिप्रद आनंदप्रद बा स्वाधीनता देव नाही, बरं बंधन प्राप्त कराइब। तेणु शुणिबार कला आज्ञा कौन, किभली भाव में शुणिबा? मन करंतु गोटे उदाहरण देवी आपन को, जड़े आपणकर इयरफोन लगेगी सी आज्ञा गीत शुणुची, जदि सी गीत शुणुची आप किसी सेठी उपदेश देवे बा किसी कथा कहे, से हठात ना किसी बुझीपार ना, कारण तार कर्णगोचर हे ना, कारण अलरेडी ता मन मस्तिष्क गोटे गीत बा कौन सी कथा सी
ନିଜର ଯେଉଁ ଆପଣଙ୍କର ଇୟରଫୋନ୍ ଲଗେଇଛି ତା ଦେହରେ ଶୁଣୁଛି। ତେଣୁ ଆମ୍ଭମାନଙ୍କର କଥା ବା କାହାର ବି କଥା ତା କର୍ଣ୍ଣ ଗହ୍ୱର ଭିତରକୁ ପ୍ରବେଶ କରିବ ନାହିଁ। ତେଣୁ ସେଭଳି ସ୍ଥିତିରେ ଆମେ ଯେତେ ବି ଯାହା କହିଲେ ବି ସେ କିଛି ଶୁଣିପାରିବ ନାହିଁ ବା ଆପଣଙ୍କର ସେ ସେଥିପ୍ରତି ଧ୍ୟାନ ଦେବ ନାହିଁ। ଠିକ୍ ସେଇଭଳି ଭାବରେ ଗୋଟିଏ ପ୍ରାକୃତିକ ଭାବରେ ଆମ୍ଭମାନଙ୍କର ମନ ମସ୍ତିଷ୍କରେ ଯାହା ମନ ଯାହା କହୁଛେ ବା ମନ ଭିତରେ ଗୋଟିଏ ଭାବନା ଚାଲିଛି ଅନବରତ ପ୍ରାକୃତିକ ଭାବରେ ଯାହାକୁ ବିଚାର କହୁଛେ ମନ କହୁଛେ ସେ ପ୍ରାକୃତିକ ଗୋଟିଏ ଇୟରଫୋନ୍ ଭଳିଆ ଚାଲିଛି ଆଜ୍ଞା। ଭିତରେ ପ୍ରତିଧ୍ୱନିତ ହେଉଛି ପ୍ରତି ମୁହୂର୍ତ୍ତରେ ବିଭିନ୍ନ ପ୍ରକାର ଅନୁଭୂତି, ବିଭିନ୍ନ ପ୍ରକାର ଭବିଷ୍ୟତ ଚିନ୍ତା ନେଇ ଅତୀତକୁ ସ୍ମରଣ କରି ଗୋଟିଏ ସ୍ମୃତି ଚାଲିଛି। ଯଦି ସେ ସ୍ମୃତି ସବୁବେଳେ ଚାଲୁଥିବ, ଏଇଟା ଆମେ ପ୍ରବଚନ ଶୁଣୁଥିବା ବା ସେଇ ବକ୍ତାଙ୍କର କଥା ଶୁଣୁଥିବା, ତାହେଲେ ସିଏ ମୁକ୍ତିପ୍ରଦ ହେବ ନାହିଁ, ସେଠି ପ୍ରତିବନ୍ଧକ ହେବ। ଯେଭଳି ଭାବରେ ଜଣେ ଯେତେବେଳେ କାନରେ ଗୋଟିଏ ଇୟରଫୋନ୍ ଦେଇ ଗୀତ ଶୁଣୁଥାଏ, ଆମେ ଯଦି ତାକୁ ଡାକୁ ସ୍ୱଳ୍ପ ସ୍ୱରରେ ସେ ଶୁଣିପାରେ ନାହିଁ ବା ସିଏ ଧ୍ୟାନ ଦେଇପାରେ ନାହିଁ, କାରଣ ତା'ର କର୍ଣ୍ଣ ଭିତରେ ଗୋଟିଏ ଅତି ସଂକ୍ଷିପ୍ତ ଭାବରେ ଗୋଟିଏ ଧ୍ୱନି ଅନବରତ ଚାଲିଥାଏ, ଯାହାକି ସେ ଇୟରଫୋନ୍ ମାଧ୍ୟମରେ ସେ ଗୀତଟି ବା କୌଣସି ପ୍ରକାର କାର୍ଯ୍ୟକ୍ରମ ସେ ଶୁଣୁଥାଏ। ଠିକ୍ ସେହିଭଳି ଭାବରେ ଜନ୍ମରୁ ଜୁଇ ଆମମାନଙ୍କର ମନ ମସ୍ତିଷ୍କରେ ଗୋଟିଏ ବିଚାର ସବୁବେଳେ ଅନବରତ ଚାଲେ, ଅସଂଖ୍ୟ ବିଚାର ଚାଲେ। ଯେପର୍ଯ୍ୟନ୍ତ ସେ ବିଚାର ପ୍ରଶମିତ ହୋଇନାହାନ୍ତି, ପ୍ରଶାନ୍ତ ହୋଇନାହାନ୍ତି, ଶାନ୍ତ ହୋଇନାହାନ୍ତି, ବନ୍ଦ ହୋଇନାହାନ୍ତି, ସ୍ଥିର ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ଆମେ ଯେତେ ସତ୍ସଙ୍ଗ କଲେ ବି ସେହି ବକ୍ତାଙ୍କର ଯେତେ ବାଣୀ ଭାଗବତ ଚର୍ଚ୍ଚା ଶୁଣିଲେ ମଧ୍ୟ ଆମେ ତରିପାରିବା ନାହିଁ ବା ମୁକ୍ତି ପାଇପାରିବା ନାହିଁ। ତେଣୁ ଯଦି ସେଇଭଳି ଭାବରେ ଇନ୍ଦ୍ରିୟ ସଂଯମ କରି ମନ ଭିତରେ ଯେଉଁ ବିଚାର ଚାଲିଛି ବା ମନ ହିଁ ସେ ବିଚାର ରୂପ ଚାଲିଛି, ଯଦି ତାକୁ ଆମେ ବନ୍ଦ କରିପାରିବା, ବନ୍ଦ କରିବାର କଳା ଆମ ଭିତରେ ବିକଶିତ ହୋଇଯାଏ, ତାହେଲେ ନିଶ୍ଚିତ ଉପରେ ସେଇ ଭଗବତ ଚର୍ଚ୍ଚା ନିଶ୍ଚିତ ଉପରେ ଆମମାନଙ୍କ ଜୀବନରେ ପ୍ରଭାବ ପକାଇବ। ନିଶ୍ଚିତ ଉପରେ ଆମେ ମୁକ୍ତି ପଥରେ ଅଗ୍ରସର ହୋଇପାରିବା। ତେଣୁ ସେ ଯେଉଁ କଳା ବିକଶିତ ହେବାର ଯେଉଁ ମାଧ୍ୟମ ହେଉଛି ଶ୍ରଦ୍ଧା। ଯଦି ଆମମାନଙ୍କ ମନ ମଧ୍ୟରେ ଅତ୍ୟଧିକ ଶ୍ରଦ୍ଧା ଥାଏ, ତାହେଲେ ନିଶ୍ଚିତ ଉପରେ ଆମମାନଙ୍କର ସେଇ ଆନ୍ତରିକ ଯେଉଁ ବିଚାର ଗୁଡ଼ିକ ବନ୍ଦ ହୋଇଯିବ ଆଜ୍ଞା। କାରଣ ଭଗବତ ଗୀତାରେ କହିଲେ ଶ୍ରଦ୍ଧାବାନ ଲଭତେ ଜ୍ଞାନମ୍ ତତ୍ପରେ ସଂଯତେ ଇନ୍ଦ୍ରିୟ। ତେଣୁ ଶ୍ରଦ୍ଧାବାନ ବ୍ୟକ୍ତି ହିଁ ଜ୍ଞାନ ଲାଭ କରେ ଏବଂ ଜ୍ଞାନ ଲାଭ କରିବା ସଙ୍ଗେ ସଙ୍ଗେ ସେ ଇନ୍ଦ୍ରିୟକୁ ସଂଯମ କରେ ଏବଂ ଇନ୍ଦ୍ରିୟକୁ ସଂଯମ କରିବା ସଙ୍ଗେ ସଙ୍ଗେ ସେଇ ପରମ ଶାନ୍ତିକୁ, ପରମ ଆନନ୍ଦକୁ, ପରମ ମୁକ୍ତିକୁ ଅନୁଭବ କରେ। ତତ୍କ୍ଷଣାତ୍ ଅତି ଅବିଳମ୍ବେ ସଙ୍ଗେ ସଙ୍ଗେ ସେ ଆନନ୍ଦକୁ ଆପଣଙ୍କର ଅନୁଭବ କରେ। ତେଣୁ ଯଥାର୍ଥରେ କୁହାଗଲା ଯେ କି ଶ୍ରୋତା ବକ୍ତା ଯେ ପଚାରି ତିନିଏ ଯାଆନ୍ତି ତରି। ତେଣୁ ଗୋଟିଏ ବକ୍ତାର କିଭଳି ଭାବରେ ଚରିତ୍ର ହେବା ଦରକାର ବା ତା'ର ଯେଉଁ ମାନସିକ ସ୍ଥିତି କିଭଳି ହେବା ଦରକାର ଆପଣମାନେ ବୁଝିସାରିଥିବେ। ବକ୍ତା ବି ସେଇଭଳି ଭାବରେ ଆପଣଙ୍କର ମଜ୍ଜିକି ତଲ୍ଲୀନ ହୋଇକି କହୁଥିବା ଦରକାର ଏବଂ ଶ୍ରୋତା ବି ଶ୍ରୋତାର ଚରିତ୍ର ବା ତାହାଙ୍କର ଯେଉଁ ମାନସିକ ସ୍ଥିତି କିଭଳି ହେବା ଦରକାର ତାହା ଆପଣ ବୁଝିସାରିଥିବେ। ଏବଂ ଯିଏ ପଚାରୁଛନ୍ତି ସେଇ ତାଙ୍କର ପ୍ରଶ୍ନରେ ସେଇଭଳି ନିର୍ମଳତା, ଆବିଳତା ବା ନିଷ୍ଠା ବା ସେଇଭଳି ପ୍ରକୃତରେ ଜାଣିବାର ଇଚ୍ଛା ଯଦି ପ୍ରବଳ ଥିବ, ନିଶ୍ଚିତ ଉପରେ ଏ ତିନିଏ ଯାକ ସେଇ ତତ୍ତ୍ୱକୁ ଜାଣିପାରିବେ ଏବଂ ସମସ୍ତେ ସେ ମୁକ୍ତିର, ଆନନ୍ଦର, ସ୍ୱାଧୀନତାର ଅନୁଭବ କରି ନିଜ ଜୀବନର ସୁଖ, ଶାନ୍ତି, ଆନନ୍ଦ, ସ୍ଥିରତାକୁ ବଜାୟ ରଖିପାରିବେ ବା ସେ ସ୍ଥିରତା ପ୍ରାପ୍ତ କରିପାରିବେ। ତେଣୁ ଭାଗବତଙ୍କର ଯେଉଁ ମହତ ବାଣୀ ଶ୍ରୋତା ବକ୍ତା ଯେ ପଚାରି ଏ ତିନିଏ ଯାଆନ୍ତି ତରି। ତେଣୁ ଯେଉଁଠି ଏହି ବନ୍ଧନ ମୁକ୍ତିର ଆଲୋଚନା ହେଉଥାଏ, ଯେଉଁ ସମୟରେ, ଯେଉଁ ଅବସ୍ଥାରେ, ଯେଉଁ ପରିବେଶରେ ଯଦି ତିନି ଜଣ ବ୍ୟକ୍ତିତ୍ୱ ବା ତିନିଟା ଶ୍ରେଣୀ ଯଦି ଉପଯୁକ୍ତ ଭାବରେ ସେମାନେ ନିଜ ନିଜ ଚରିତ୍ରରେ ଠିକ୍ ଥିବେ, ନିଶ୍ଚିତ ଉପରେ ତାହା ଫଳବତୀ ହେବ। ଏହା ନିରାଟ ସତ୍ୟ। କିନ୍ତୁ ବାସ୍ତବରେ ତାହା ଅତି କମ୍ ହୁଏ। କାରଣ ବକ୍ତା ତ ଆଜ୍ଞା କହିଚାଲନ୍ତି, ତାହାଙ୍କର କେତେ ଦୂର ଅନୁଭବଜନିତ ଜ୍ଞାନ ଅଛି ବା ଖାଲି ପାଣ୍ଡିତ୍ୟ ଅର୍ଜନ କରିଛନ୍ତି, ଖାଲି ଶୁଣିକି ପଢ଼ିକି ଜ୍ଞାନ ଅର୍ଜନ କରିଛନ୍ତି, ତାହା ସନ୍ଦେହଯୁକ୍ତ। ଏବଂ ଯିଏ ପ୍ରକୃତରେ
ଶୁଣୁଛନ୍ତି, ପ୍ରକୃତରେ ସେ ଶୁଣୁଛନ୍ତି କି ତାଙ୍କ ମନ ମସ୍ତିଷ୍କରେ ଆଉ କ'ଣ ଚାଲିଛି, ତାଙ୍କ ମନ କୁଆଡ଼େ, ସେ ଶ୍ରବଣ ବି ଠିକ୍ କରୁନଥିବେ। ଏବଂ ଯିଏ ପଚାରୁଛନ୍ତି ନିଜର ଶଙ୍କା ସମାଧାନ କରିବା ପାଇଁ ପଚାରୁଛନ୍ତି କି ନିଜର ଯେଉଁ ପାଣ୍ଡିତ୍ୟକୁ ପରୀକ୍ଷା କରିବା ପାଇଁ କି ବା ସେ ବକ୍ତାଙ୍କର କେତେ ପାଣ୍ଡିତ୍ୟ ଅଛି, କେତେ ଜ୍ଞାନ ଅଛି ନିଜେ ପରୀକ୍ଷା କରିବା ପାଇଁ ସେ ପ୍ରଶ୍ନ ପଚାରୁଛନ୍ତି। ଏହିସବୁ ବିଭିନ୍ନ ପ୍ରକାରର ଆପଣଙ୍କର ଶ୍ରେଣୀଭୁକ୍ତ ଅଛନ୍ତି। ତେଣୁ ତିନିଏ ଯାକ ଯଦି ଆପଣଙ୍କ ସଚ୍ଚୋଟ ଥିବେ, ଶ୍ରଦ୍ଧାଯୁକ୍ତ ଥିବେ ଏବଂ ଆପଣଙ୍କ ସରଳ ଥିବେ, ତାହେଲେ ତାହା ଫଳବତୀ ହେବ। ଯଦି ଏ ତିନିଟି ଯେଉଁ ଆପଣଙ୍କର ଶ୍ରେଣୀ କୁହାଗଲା, ଯଦି ସେଥିରେ କିଛି ତ୍ରୁଟି ଥାଏ, ଅର୍ଥାତ୍ ବକ୍ତା ଯଦି ଆପଣ ସ୍ୱରୂପସ୍ଥ ନ ହୋଇଥିବେ, ପ୍ରକୃତ ଜ୍ଞାନୀ ନ ହୋଇଥିବେ, ତତ୍ତ୍ୱଜ୍ଞାନୀ ନ ହୋଇଥିବେ, ତାହେଲେ ଫଳବତୀ ହେବ ନାହିଁ ସେ ଚର୍ଚ୍ଚାଟି। ଏବଂ ଯିଏ ଶ୍ରୋତା ପ୍ରକୃତରେ ସେଇ ନିଜର ଭିତରେ ଯେଉଁ ବିଚାର ଚାଲୁଛି ତାକୁ ଯଦି ସେ ଦମନ ନ କରିକି ତାକୁ ବନ୍ଦ ନ କରିକି ସେ ଶୁଣୁଥିବେ, ଅର୍ଥାତ୍ ଶୁଣି ତ ପାରିବେନି, ନିଜ ମନ ମସ୍ତିଷ୍କ ସେ ଘାଣ୍ଟି ହେଉଥିବେ, ଅତୀତ ଭବିଷ୍ୟତକୁ ନେଇ ଚିନ୍ତା କରୁଥିବେ, ତାହେଲେ ସେଇ ଆପଣଙ୍କ ଆଲୋଚନାଟି ଫଳବତୀ ହେବନି। ଏବଂ ଯିଏ ପଚାରୁଛନ୍ତି ପ୍ରକୃତରେ ତାଙ୍କର ଯଦି ଜାଣିବାର ଇଚ୍ଛା ଥିବ, ପ୍ରକୃତରେ ସେ ଜାଣିନଥିବେ, ତାହେଲେ ସେ ଫଳବତୀ ହେବ। କିନ୍ତୁ ଜାଣି ଶୁଣି ଯଦି ପଚାରୁଥିବେ ସେଇ ବକ୍ତାଙ୍କର ଜ୍ଞାନକୁ ପରୀକ୍ଷା କରିବା ପାଇଁ, ତାହେଲେ ସେଠି ବି ଏଇ ଯେଉଁ ଉକ୍ତିଟି ଫଳବତୀ ହେବ ନାହିଁ। ତେଣୁ ଶ୍ରୋତା ବକ୍ତା ଯେ ପଚାରି ଏ ତିନିଏ ଯାଆନ୍ତି ତରି, ଅତି ଗଭୀର ତତ୍ତ୍ୱ ଏଥିରେ ବର୍ଣ୍ଣିତ ଅଛି ଭାଗବତଙ୍କର ଏହି ଚର୍ଚ୍ଚା। ତେଣୁ ଭାଗବତ କେବଳ ନୁହନ୍ତି ଯେଉଁଠି ସେଇ ଆତ୍ମା ବିଷୟରେ, ବ୍ରହ୍ମଙ୍କ ବିଷୟରେ, ସେହି ସ୍ୱରୂପ ବିଷୟରେ ଆଲୋଚନା କରାଯାଏ। ଯଦି ଏଠି ଏଇଭଳି ଭାବରେ ତିନି ଶ୍ରେଣୀ ଉପଯୁକ୍ତ ଚରିତ୍ରରେ ସେମାନେ ଥିବେ, ନିଶ୍ଚିତ ରୂପରେ ତିନି ଯାକ ତରିଯିବେ। କାରଣ ତରିବା ପାଇଁ କୌଣସି କଠିନ ସାଧନାର ଆବଶ୍ୟକତା ନାହିଁ, କୌଣସି ଯାଗଯଜ୍ଞର ଆବଶ୍ୟକତା ନାହିଁ ବା କୌଣସି ବ୍ରତ, କୌଣସି ନାମ ଜପର ଆବଶ୍ୟକତା ନାହିଁ। କାରଣ ଏଠି ଅତି ସିମ୍ପଲ୍ ଭାବରେ, ସରଳ ଭାବରେ କୁହାହେଲା, ଶ୍ରୋତା ବକ୍ତା ଯେ ପଚାରି ଏ ତିନିଏ ଯାଆନ୍ତି ତରି। ଅର୍ଥାତ୍ ଏଠି ସେ ମୌଖିକ ଭାବରେ ସେ ତତ୍କ୍ଷଣାତ୍ ହିଁ ସେ ମୁକ୍ତି ପ୍ରାପ୍ତ କରିବେ। ସେଠି କୌଣସି ଗଭୀର ସାଧନାର ଆବଶ୍ୟକତା ନାହିଁ, ଦୀର୍ଘ କୌଣସି ନାମ ଜପର ଆବଶ୍ୟକତା ନାହିଁ। କେବଳ ଯଦି ବୁଝିଗଲେ, ମଜିଗଲେ, ହଜିଗଲେ, ତାହେଲେ ସେ ମୁକ୍ତିର ଆନନ୍ଦ ଆମେ ପାଇପାରିବା। ସେ ସ୍ୱାଧୀନତା କ'ଣ ଜାଣିପାରିବା, ସେ ସ୍ୱରୂପ ସ୍ଥିତି କ'ଣ ଜାଣିପାରିବା। କାରଣ ଦେଖନ୍ତୁ, ଯେତେବେଳେ ଆମେ ଗଭୀର ନିଦ୍ରାରେ ଶୋଉ, ସେତେବେଳେ ଆମ ଜୀବନର ସବୁଠାରୁ ଶ୍ରେଷ୍ଠ ଆନନ୍ଦ ଆମେ ଉପଭୋଗ କରିଥାଉ। ମଣିଷ ଜୀବନରେ ଯେତେ ଆପଣଙ୍କର ପରିସ୍ଥିତି ଅଛି, ଯେତେ ଆନନ୍ଦର ବା ସୁଖର ଆମେ ଠିକଣା ଲଗାଇଛେ, ସବୁଠାରୁ ସର୍ବଶ୍ରେଷ୍ଠ ସୁଖ ବା ଆନନ୍ଦ ସେ ଆପଣଙ୍କର ପଶୁ ଜଗତରେ ହେଉ ବା ଆପଣଙ୍କର ପକ୍ଷୀ ଜଗତରେ ହେଉ ବା ମନୁଷ୍ୟ ଜଗତରେ ହେଉ, ସମସ୍ତେ ନିଶ୍ଚିତ କହିବେ ଗାଢ଼ ନିଦ୍ରା। ଗାଢ଼ ନିଦ୍ରାରେ ଯେଉଁ ଆନନ୍ଦ ସେମାନେ ଉପଭୋଗ କରନ୍ତି, ଯେଉଁ ସ୍ଥିତିରେ ଥାନ୍ତି, ତାହା ସମସ୍ତ ଜୀବନଚର୍ଯ୍ୟା ଭିତରେ ସର୍ବଶ୍ରେଷ୍ଠ ସ୍ଥିତି। ତାହା ଅଧିକ ଲମ୍ବା ସମୟ ମଧ୍ୟ ଆଜ୍ଞା ରହିଥାଏ। ତେଣୁ ସେଇ ସ୍ଥିତିରେ ଆଜ୍ଞା କ'ଣ ହେଇଥାଏ, କାରଣ ଗାଢ଼ ସ୍ଥିତିରେ, ଗାଢ଼ ନିଦ୍ରାରେ ନା ଆମେ ଧନୀ ହେଇଥାଉ ନା ଗରିବ ହେଇଥାଉ, ନା ଆମେ ମାନି ହେଇଥାଉ ନା ଜ୍ଞାନୀ ହେଇଥାଉ, ନା ଆମେ ମୂର୍ଖ ହେଇଥାଉ ନା ଆପଣ ପଣ୍ଡିତ ହେଇଥାଉ, କିଛି ହେଇନଥାଉ, ନା କାହାର ପିତା ହେଇଥାଉ ନା କାହାର ପୁତ୍ର ହେଇଥାଉ। ବାସ୍ତବରେ ଯିଏ ଦୁଃଖ ପାଏ ସେ କାହାର ପିତା ହିସାବରେ ଦୁଃଖ ପାଏ ବା କାହାର ପୁତ୍ର ହିସାବରେ ଦୁଃଖ ପାଏ। ଏବଂ ଯେତେବେଳେ ଜଣେ ଧନୀ ଦୁଃଖ ପାଉଛି, ସେ ଗରିବ ହେଇକି ଦୁଃଖ ପାଇଥାଇପାରେ ବା ଗରିବକୁ ଦେଖି ଧନୀ ସେ ଦୁଃଖ ପାଇଥାଏ। କିନ୍ତୁ ବାସ୍ତବରେ ଯେଉଁ ନିଦ୍ରା ଅବସ୍ଥା, ସେ ଅବସ୍ଥାରେ ନା ଆମେ ନାରୀ ଥାଉ ନା ପୁରୁଷ ଥାଉ, ନା ଆମେ ରୋଗୀ ଥାଉ ନା ଭୋଗୀ ଥାଉ, ନା ଯୋଗୀ ଥାଉ ନା ନିରୋଗୀ ଥାଉ, କିଛି ନଥାଉ, କେବଳ ଆମେ ହିଁ ଆମେ ଥାଉ। ଆତ୍ମା ନିଜ ସ୍ୱରୂପରେ ଥାଏ। ସେତେବେଳେ ସବୁ ବିଚାର, ସବୁ ଭାବନା ମଣିଷ ଯେତେବେଳେ ଭୁଲିଯାଏ, ସେହି ଅବସ୍ଥାରେ ଯେଉଁ ଆନନ୍ଦର ଉପଭୋଗ ହୁଏ, ତାହା ହିଁ ପ୍ରକୃତରେ ଶ୍ରେଷ୍ଠ ଆନନ୍ଦ ବା ଶ୍ରେଷ୍ଠ ସ୍ଥିତି। ସେହି ନିଦ୍ରିତ ଅବସ୍ଥାକୁ ପାଇବା ପାଇଁକି ଅନେକ ବ୍ୟକ୍ତି ଅସାମାଜିକ ବା ଆପଣଙ୍କର ବ୍ୟକ୍ତିମାନେ ନିଶାସକ୍ତ ହୁଅନ୍ତି। ନିଶାର ଗୋଟିଏ ଏପରି ଏକ ବେହୋସି ଆସେ ଯେ କି ମଣିଷର ସେଇ ଆପଣଙ୍କର ଚେତନ ମନରୁ
বা ଆପଣଙ୍କର ସେ ଯେଉଁ ଚିନ୍ତାରୁ ସେ କିଛି କ୍ଷଣ ପାଇଁ ବିରତ ହୋଇଯାଏ, ସେ ରହିଯାଏ, ଚିନ୍ତା ବନ୍ଦ ହୋଇଯାଏ ବା ସିଏ ଆପଣଙ୍କର ଯେଉଁଟାକି ଆମ ସାଇନ୍ସରେ କହୁଛନ୍ତି କନସିୟସ୍ ମାଇଣ୍ଡ ଆଉ ସବକନସିୟସ୍ ମାଇଣ୍ଡ ତା ଉପରକୁ ଉଠିଯାଏ। ତେଣୁ ଏଇ ଦୁଇଟି ଉପରକୁ ଉଠିଲା ପରେ ଯେଉଁ ଅବସ୍ଥା ଥାଏ ଗାଢ଼ ନିଦ୍ରା ଅବସ୍ଥାରେ ତାହା ପ୍ରାପ୍ତ ହୋଇଥାଏ। ତାହା ହିଁ ଜଣେ ଯୋଗୀ ଯୋଗ ସାଧନ ଅବସ୍ଥାରେ ଆପଣଙ୍କର ତୁରୀୟ ଅବସ୍ଥାରେ ସେହି ଅବସ୍ଥା ସହିତ ସମ୍ପର୍କ ସ୍ଥାପନ କରିଥାଏ, ସେହି ଅବସ୍ଥାର ଅନୁଭବ କରିଥାଏ। ତେଣୁ ଏହି ଅବସ୍ଥା ଆପଣଙ୍କର ଯେତେବେଳେ ଆମେ ଶୁଣିବା ଗୋଟିଏ ପ୍ରବଚନ, ଗୋଟିଏ ଗଭୀର ଭାବରେ ଈଶ୍ୱର ତତ୍ତ୍ୱ ଆଲୋଚନା ହେଉଥିବ, ଜଣେ ବ୍ୟକ୍ତି, ଜଣେ ଗୁରୁ, ଜଣେ ଦିବ୍ୟ ଦ୍ରଷ୍ଟା ସେ ଆଲୋଚନା କରୁଥାନ୍ତି, ଯଦି ଆମେ ତନ୍ନ ମନ ହେଇ ତଲ୍ଲୀନ ହେଇକି ସେଇ ତତ୍ତ୍ୱକୁ ଆମେ ଶୁଣୁଥିବା, ତାହେଲେ ସେଇ ତଲ୍ଲୀନତା, ସେଇ ମନୋଭାବ, ସେଇ ଆତ୍ମିକ ସ୍ଥିତି ଆସିଥାଏ, ଯେପରି ଗାଢ଼ ନିଦ୍ରାରେ ଆସିଥାଏ, ଜଣେ ନିଶାସକ୍ତ ହେବା ପରେ ଆସିଥାଏ ଏବଂ ଜଣେ ସମାଧିସ୍ଥ ହେବା ପରେ ସେହି ଅବସ୍ଥା ଆସିଥାଏ। ତେଣୁ ସେହି ଅବସ୍ଥା ହିଁ ମୁକ୍ତିର ଅବସ୍ଥା, ସେୟା ହିଁ ଆମ ଦେହ ଜ୍ଞାନର ଅତୀତ ଅବସ୍ଥା। ଯେଉଁ ଅତୀତକୁ ଗଲେ ମଣିଷ ସେଠି ନାରୀ ନା ପୁରୁଷ, ନା ଜ୍ଞାନୀ ନା ଅଜ୍ଞାନୀ, ନା ସିଏ ଆପଣଙ୍କ ଧନୀ ନା ଆପଣଙ୍କ ନିର୍ଧନୀ, ନା ସେଠି ରୋଗୀ ନା ଭୋଗୀ, ସେ କିଛି ନଥାଏ। କେବଳ ସତ୍ୟ ସ୍ୱରୂପରେ, ନିଜ ସ୍ୱରୂପରେ ଥାଏ, ନିଜ ଅସ୍ତିତ୍ୱରେ ଥାଏ। ତାହା ବ୍ରହ୍ମସ୍ଥିତି, ତାହା ହିଁ ପରମାନନ୍ଦ ସ୍ଥିତି। ତେଣୁ ଭାଗବତରେ ଯେଉଁ ତତ୍ତ୍ୱ କୁହାଯାଇଛି, ଶ୍ରୋତା ବକ୍ତା ଯେ ପଚାରି ଏ ତିନିଏ ଯାଆନ୍ତି ତରି, ଅର୍ଥାତ୍ ଏ ମାନସିକ ଯନ୍ତ୍ରଣାରୁ, ଏ ଆପଣ ଭୌତିକ ସୁଖରୁ ବା ଦେହ ଜ୍ଞାନରୁ ସେ ଅତୀତକୁ ପଳାଇ ଯାଆନ୍ତି। ଏ ଦେହ ଜ୍ଞାନର ଏଇ ମିଛ ସତ ଦୁନିଆର ବା ଆପଣ ଇନ୍ଦ୍ରିୟ ଅନୁଭୂତିର ଊର୍ଦ୍ଧ୍ୱକୁ ଉଠିଯାଆନ୍ତି, ଯାହାକୁ ଅତୀନ୍ଦ୍ରିୟ କୁହାଯାଏ, ଅତୀନ୍ଦ୍ରିୟ ଅବସ୍ଥା କୁହାଯାଏ। ସେହି ଅବସ୍ଥାରେ ସେ ଉପନୀତ ହୁଅନ୍ତି। ଏ ତିନିଏ ଯାକ ସେହି ପ୍ରକୃତ ଆନନ୍ଦ, ସେ ମୁକ୍ତିର ଅବସ୍ଥାରେ ପହଞ୍ଚି ଯାଆନ୍ତି, ଅନୁଭବ କରନ୍ତି। ଏ ସମସ୍ତେ ତରିଯାଆନ୍ତି, ଅର୍ଥାତ୍ ଏ ଭବ ସାଗରରେ ଏଇ ଆପଣଙ୍କର ନିତ୍ୟ ନୈମିତିକ ଜୀବନରେ ଯେଉଁ ଦୁଃଖ ଯନ୍ତ୍ରଣା ଅଛି ତାହାର ଉପରକୁ ଉଠିଯାଆନ୍ତି। ଏ ଦ୍ୱନ୍ଦ୍ୱ ଭିତରୁ ସେ ମୁକୁଳି ଯାଆନ୍ତି। ଏ ତ୍ରିଗୁଣ ସହିତ ତାଙ୍କର ସମ୍ବନ୍ଧ ରହେ ନାହିଁ, ସେ ମୁକ୍ତ ହୋଇଯାଆନ୍ତି, ମୁକ୍ତିର ଆନନ୍ଦ ଉପଭୋଗ କରନ୍ତି, ମୁକ୍ତିର ସ୍ୱାଦ ସେ ବାରିପାରନ୍ତି। ତେଣୁ ଶ୍ରୋତା ବକ୍ତା ଯେ ପଚାରି ଏ ତିନିଏ ଯାଆନ୍ତି ତରି, ଏହା ପ୍ରକୃତରେ ସତ୍ୟ। କିନ୍ତୁ ସେଇ ସତ୍ୟଟା ପ୍ରକୃତରେ ଆପଣଙ୍କର ନିଚ୍ଛକ ହେବା ଦରକାର। ସେଇ ଶ୍ରୋତା ବକ୍ତା ଏବଂ ଯିଏ ପଚାରୁଛନ୍ତି ଜିଜ୍ଞାସୁ, ସେମାନଙ୍କର ସଠିକ୍ ଚରିତ୍ର ଯଦି ଥିବ, ଠିକ୍ ଭାବରେ ସିଏ ନିଜ ନିଜ ଅବସ୍ଥାରେ ଥିବେ, ନିଶ୍ଚିତ ଉପରେ ତାହା ଫଳବତୀ ହେବ, ତାହା କାର୍ଯ୍ୟକାରୀ ହେବ, ତାହା ସୁଫଳ ଦେଇପାରିବ। ନଚେତ୍ ତାହା ଆମ୍ଭମାନଙ୍କୁ ବନ୍ଧନରେ ପକାଇବ ବା ବ୍ୟର୍ଥ ହୋଇଯିବ। ତେଣୁ ଆସନ୍ତୁ ପ୍ରକୃତରେ କିଭଳି ଭାବରେ ମନକୁ ଆମେ ଅମନ ସ୍ଥିତିରେ ରଖିପାରିବା, ଯାହା ପାଇଁକି ଗୋଟିଏ ସୁସ୍ଥ ମସ୍ତିଷ୍କର, ଗୋଟିଏ ନିଚ୍ଛକ, ଗୋଟିଏ ସରଳ ହୃଦୟର ଆବଶ୍ୟକତା ଅଛି, ଗୋଟିଏ ମନର ଆବଶ୍ୟକତା ଅଛି, ଗୋଟିଏ ଜିଜ୍ଞାସାର ଆବଶ୍ୟକତା ଅଛି, ଯାହାଫଳରେ କି ସେ ମୁକ୍ତି, ଆନନ୍ଦ, ସ୍ୱାଧୀନତା ଆମେ ନିଜେ ବୁଝିପାରିବା। ଏବଂ ଯେଉଁ ମୁକ୍ତି, ଆନନ୍ଦ, ସ୍ୱାଧୀନତା ପାଇଁ ସାରା ଜୀବନ, ଯେ ସୁଖ ପାଇଁ ସାରା ଜୀବନ ଆମେ ଅନ୍ୟ ଉପରେ ନିର୍ଭର କରୁଛେ, ବସ୍ତୁ ଉପରେ ନିର୍ଭର କରୁଛେ, ଆପଣଙ୍କର ପଇସା ଉପରେ ନିର୍ଭର କରୁଛେ ବା କୌଣସି ଜୀବିତ ପ୍ରାଣୀ ଉପରେ, ମନୁଷ୍ୟ ଉପରେ ନିର୍ଭର କରୁଛେ, ତାହାକୁ ଆମେ ତ୍ୟାଗ କରିକି ପ୍ରକୃତରେ ଆନନ୍ଦ ସ୍ୱରୂପ ଆମେ ନିଜକୁ ନିଜେ, ଯେଉଁ ଆମେ ନିଜର ସ୍ୱରୂପ, ଯାହାକୁ ନିଜକୁ ନିଜେ ତାହାର ଯେତେବେଳେ ଆମେ ଅନୁଭବ କରିପାରିବା, ତା'ର ଅନୁଭୂତି ଯେତେବେଳେ ଆମର ଆସିବ, ତେଣୁ ନିଜକୁ ନିଜେ ଆମେ ଅନୁଭବ କରିପାରିବା, ସେହି ଅବସ୍ଥା ହିଁ ପ୍ରକୃତରେ ଆନନ୍ଦର ଅବସ୍ଥା, ମୁକ୍ତିର ଅବସ୍ଥା। ତାହା ହିଁ ପ୍ରକୃତରେ ବାସ୍ତବ ମନୁଷ୍ୟ ଜୀବନର ଲକ୍ଷ୍ୟ। ତେଣୁ ଆସନ୍ତୁ ପ୍ରକୃତରେ ଗୋଟିଏ ଶ୍ରୋତା ହୋଇପାରିବା, କିଭଳି ଭାବରେ ପ୍ରକୃତରେ ଜଣେ ବକ୍ତା ହୋଇପାରିବା ଏବଂ ଜିଜ୍ଞାସୁ ହୋଇପାରିବା, ଏ ତିନୋଟି ଯାକର ଚରିତ୍ର ଯଦି ଆମେ ଅଭିନୟ କରିପାରିବା ବା ତାକୁ ଗ୍ରହଣ କରିପାରିବା, ତାହେଲେ ନିଶ୍ଚିତ ଉପରେ ଭାଗବତଙ୍କର ଏହି ବାଣୀ ସତ୍ୟ ହେବ ଏବଂ ଫଳବତୀ ହେବ। ଆମ ଜୀବନରେ ସୁଖ, ଶାନ୍ତି, ଆନନ୍ଦଦାୟକ ହେବ, ଆମ ଜୀବନକୁ ଆନନ୍ଦରେ ଭରିଦେବ ଏବଂ ପ୍ରକୃତରେ ଆମେ ବାସ୍ତବରେ ସୁଖ କ'ଣ ଏବଂ ଆନନ୍ଦ କ'ଣ, ମୁକ୍ତି କ'ଣ ଜାଣିପାରିବା। ଆଶା କରୁଛି ଆପଣମାନେ ବୁଝିସାରିଥିବେ। ମୋର ଯେଉଁ ପ୍ରୟାସ ଯଦି ଆପଣ ବୁଝିକି ନିଜ ଜୀବନରେ ଲଗେଇବେ, ତାହେଲେ ସମୟ ସାର୍ଥକ ହେବ। ଏତିକି କହି ମୁଁ ବାଣୀକି ବିଶ୍ରାମ ଦେଉଛି। ସପ୍ରେମ ଜୟ ଜୀବ।